ଏଠାରେ ଏକ କାଚ ଗ୍ଲାସରେ କିଛି ପାଣି ରହିଛି ଏବଂ ସେହି ପାଣି ଭିତରେ ଏକ ଷ୍ଟ୍ରଟିଏ ଆଂଶିକ ବୁଡ଼ି ରହିଛି। ତେବେ ତୁମେ ଯଦି ଏହି ଷ୍ଟ୍ରଟିକୁ ଲକ୍ଷ୍ୟ କରିବ, ଯେଉଁ ସ୍ଥାନରୁ ଏହା ପାଣି ଭିତରେ ରହିଛି ସେହି ସ୍ଥାନଟି ଆମକୁ ବଙ୍କେଇଲା ପରି ଦେଖାଯାଉଛି। ତେବେ ଏଠାରେ ପ୍ରଶ୍ନ ହେଉଛି, ଏ ଷ୍ଟ୍ରଟି ଏଠାରେ ବଙ୍କା କାହିଁକି ଦେଖାଯାଉଛି? ତେବେ ସେଥିପାଇଁ ଚାଲନ୍ତୁ ଆମେ ଆଲୋକର ପ୍ରତିସରଣ ବିଷୟରେ କିଛି ଅନୁଧ୍ୟାନ କରିବା ଏବଂ ସେଇଥିରୁ ଆମେ ଉତ୍ତର ପାଇବା ଯେ ଏ ଷ୍ଟ୍ରଟି କାହିଁକି ବଙ୍କା ଦେଖାଯାଉଛି। ତେବେ ଏଠାରେ ମୁଁ ଏଇ କାଚ ଗ୍ଲାସରେ ଥିବା ପାଣିର ଏକ ଚିତ୍ର ଅଙ୍କନ କରୁଛି। ଏଠାରେ ଆମର କାଚ ଗ୍ଲାସଟି ରହିଛି ଏବଂ ତା ମଧ୍ୟରେ ଦେଖନ୍ତୁ ଷ୍ଟ୍ରଟି ଏଇଭଳି ଭାବରେ ସିଧା ଅଛି। ଷ୍ଟ୍ରଟି କ'ଣ ସତରେ ବଙ୍କି କରି ଅଛି? ନା, ଷ୍ଟ୍ରଟି ଆମକୁ ବଙ୍କେଇଲା ପରି ଦେଖାଯାଉଛି। ତେବେ ଷ୍ଟ୍ରଟି ଆକ୍ଚୁଆଲରେ ଏହିପରି ଭାବରେ ସିଧା ହୋଇ ପାଣି ଗ୍ଲାସ ଭିତରେ ଅଛି। ତେବେ ବର୍ତ୍ତମାନ ଆମେ ଜାଣିଛନ୍ତି ଯେ ଆଲୋକ ପାଣି ଭିତରେ ଧୀରେ ଗତି କରେ ଏବଂ ବାୟୁରେ ଶୀଘ୍ର ଗତି କରେ। ତେବେ ଆଲୋକ ଯେତେବେଳେ ଗୋଟିଏ ସ୍ୱଚ୍ଛ ମାଧ୍ୟମରୁ ଆଉ ଗୋଟିଏ ସ୍ୱଚ୍ଛ ମାଧ୍ୟମକୁ ଯାଏ, ତାର ଗତିରେ ପରିବର୍ତ୍ତନ ଆସିଥାଏ ଏବଂ ସେଥିପାଇଁ ପ୍ରତିସରଣ ଘଟିଥାଏ। ତେବେ ମୁଁ ଏଠାରେ ଚାହିଁବି ଯେ ତୁମେ ଏହି ଷ୍ଟ୍ରର ଏଇ ପଏଣ୍ଟଟିକୁ ନଜର ଦିଅ। କେଉଁ ପଏଣ୍ଟଟି? ଏଇ ପଏଣ୍ଟଟି। ବର୍ତ୍ତମାନ ଏହି ପଏଣ୍ଟରୁ ବହୁତ ଗୁଡ଼ିଏ ଆଲୋକ ରଶ୍ମି ବାହାରିକି ଯାଉଛି। ମୁଁ ସେଥିରୁ ଗୋଟିଏ ଆଲୋକ ରଶ୍ମି ନେଲି। ଏ ଆଲୋକ ରଶ୍ମିଟି ଆସି ଏଇଠି ପଡ଼ିଲା ଏବଂ ତାପରେ ମୁଁ ଏଠାରେ କ'ଣ କଲି? ଏଠାରେ ଏକ ଲମ୍ବ ଡ୍ର କଲି ବା ଲମ୍ବ ଅଙ୍କନ କରି। ତେବେ ଆମେମାନେ ଜାଣିଛନ୍ତି ଆଲୋକ ଯଦି ଏକ ଘନ ମାଧ୍ୟମରୁ ଏକ ଲଘୁ ମାଧ୍ୟମକୁ ଗତି କରେ, ତାହେଲେ ତାର ଗତିର ଦିଗରେ ପରିବର୍ତ୍ତନ ଘଟିଥାଏ ଏବଂ ଏହାକୁ ହିଁ ଆମେ ପ୍ରତିସରଣ ବୋଲି କହିଥାଉ। ଏଠାରେ ଆଲୋକ କେଉଁଠାରୁ କେଉଁଠିକୁ ଆସୁଛି? ପାଣିଟି ହେଉଛି ଘନ ମାଧ୍ୟମ ଏବଂ ବାହାରେ ଯେଉଁ ଏୟାର ବା ବାୟୁ ଅଛି ତାହା ହେଉଛି ଲଘୁ ମାଧ୍ୟମ। ଏବଂ ଆମେ ଏହା ମଧ୍ୟ ଜାଣିଛନ୍ତି ଯଦି ଆଲୋକ ରଶ୍ମି ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଆସୁଛି, ତାହେଲେ ଏହା ଅଭିଲମ୍ବ ଠାରୁ ଦୂରେଇ ଯାଏ। ତେଣୁକରି ଏଠାରେ ପ୍ରତିସରଣ ଯେଉଁ ରଶ୍ମିଟି ହୋଇଛି ତାହା ଏହିପରି ଭାବରେ ଅଭିଲମ୍ବ ଠାରୁ ଦୂରେଇ ଯିବ ଏବଂ ଏହିପରି ଭାବରେ ଯିବ। ସେହିପରି ବର୍ତ୍ତମାନ ଆଉ ଏକ ରଶ୍ମି ନେବା। ସେହି ପଏଣ୍ଟରୁ ମୁଁ ଆଉ ଏକ ରଶ୍ମି ନେଲି, ତାହା ଏଇଠାରେ ପଡ଼ିଲା ଏବଂ ସେଠାରେ ମଧ୍ୟ ମୁଁ ଏକ ଅଭିଲମ୍ବ ଡ୍ର କଲି। ତେବେ ଏଠାରେ ମଧ୍ୟ କ'ଣ ହେଉଛି? ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଆସୁଛି। ତେଣୁକରି ଏଠାରେ ମଧ୍ୟ କ'ଣ? ଏହା ଅଭିଲମ୍ବ ଠାରୁ ଦୂରେଇ ଯିବ। ତେଣୁକରି ଆଲୋକ ରଶ୍ମିଟି ଅଭିଲମ୍ବଠୁ ଦୂରେଇ କିଛି ଏହିପରି ଭାବରେ ଗଲା। ତେବେ ଯଦି ଏଠାରେ ମୁଁ ଠିଆ ହୋଇ ଦେଖିବି, ମାନେ ଯଦି ଦୁଇଟି ଯାକ ଏଇ ରଶ୍ମି ଆସି ମୋ ଆଖିରେ ପଡ଼ିବ, ତାହେଲେ ମୋତେ ରଶ୍ମି ଦୁଇଟି କେଉଁଠାରୁ ଆସିଲା ବେଳେ ଦେଖାଯିବ? ମୋତେ ଲାଗିବ ଯେ ରଶ୍ମି ଦୁଇଟି ଏଇ ପଏଣ୍ଟରୁ ଆସିଛନ୍ତି। ମାନେ ଏଇ ବିନ୍ଦୁଟି ବର୍ତ୍ତମାନ ମୋତେ ଏଇ ବିନ୍ଦୁରେ ଦେଖାଯିବ, ଏଇ ଜାଗାରେ ଦେଖାଯିବ। ସେହିପରି ଯଦି ମୁଁ ଏଇ ପଏଣ୍ଟଟିକୁ ନେବି, ତାହେଲେ ସେ ପଏଣ୍ଟଟି ମୋତେ କେଉଁଠି ଦେଖାଯିବ? ଏଇଠି ଦେଖାଯିବ। ସେହିପରି ଏ ପଏଣ୍ଟଟି ମୋତେ ଏ ସ୍ଥାନରେ ଦେଖାଯିବ। ତେଣୁକରି ମୋତେ ଷ୍ଟ୍ରଟି କିପରି ଦେଖାଯିବ? ମୋତେ ଷ୍ଟ୍ରଟି କିଛି ଏହିପରି ଭାବରେ ଦେଖାଯିବ। ତେଣୁ ଆମେ ଏଠାରେ ଜାଣିଲେ ଯେ ପ୍ରତିସରଣ ଯୋଗୁଁ ଏଠାରେ ଷ୍ଟ୍ରଟି ଆମକୁ ବଙ୍କା ଦେଖାଯାଉଛି।